ପକ୍ଷୀର ଜୀବନ ଚକ୍ର ଜାଣିବା। ଗୋଟେ ପକ୍ଷୀ ତାର ଜୀବନ ଚକ୍ର ଜାଣିବା, ତା ଜୀବନଟା କେମିତି ଷ୍ଟାର୍ଟ ହଉଛି, କେମିତିରୁ କେମିତି ଯାଉଛି, କୋଉ ପଟେ ହେଇକି ଯାଉଛି ହେଲା। ଇଏ ହେଲା କଣ? ବଡ ବତକ ନା ଏଇଟା? ଏଇଟା ବତକ। ଏଇଟା ଗୋଟେ ବତକ ହେଲା। ବତକ କଣ ଦିଏ? ଅଣ୍ଡା। ଅଣ୍ଡା ଦିଏ ନା? ବତକ ଦେଲା ଗୋଟେ ଅଣ୍ଡା। ଅଣ୍ଡାରୁ କଣ ହେଲା? ଅଣ୍ଡା ଏଇ ଫାଟିଲା, ଅଣ୍ଡା ରହିଲା, ଅଣ୍ଡାରୁ ଫାଟିଲା କି କଣ ହେଲା? ଅଣ୍ଡାରୁ ଫାଟିଲେ ବତକ ଛୁଆ ହେଲା, ବତକ ଛୁଆ। ତାପରେ ବତକ ଛୁଆ ଦେଖ ପୁଣି ହେଲା ବତକ ଆଗେ ବଡ ଥିଲା, ଇଏ ହେଲା ବଡ ବତକ, ଇଏ ଅଣ୍ଡା ଦେଲା, ଅଣ୍ଡାରୁ ହେଲା ତାର ଅଣ୍ଡା ଫାଟିଲେ ଛୁଆ ହେଲା, ଛୁଆ ହେଇକି ତାପରେ ଟିକେ ବଡ ହେଲା ହେଲା। ବଡରୁ ପୁଣି ହେଲା କଣ? ଛୋଟ ବତକ। ପୁଣି ଛୋଟ ବତକ କଣ ହବ? ପୁଣି ବଡ ହବ। ବତକ ପ୍ରଥମ ବତକ ଅଣ୍ଡା ଦେଲା, ଅଣ୍ଡାରୁ ଅଣ୍ଡା ଫାଟିଲା ଛୁଆ ହେଲା, ଛୁଆରୁ ଟିକେ ତାଠାରୁ ଟିକେ ବଡ ହେଲା, ଇଏ ବଡ ହେଲା, ତାଠାରୁ ଇଏ ଟିକେ ବଡ ହେଲା ବତକ, ଇଏ ବତକ ବଡ ହେଇକି ପୁଣି ଏଇଭଳିଆ ବତକ ବଡ ହବ, ପୁଣି ବଡ ହେଇଗଲା ପୁଣି ଅଣ୍ଡା ଦବ। ବୁଝିଲ? ଏଇଟା ହେଲା ଜୀବନ ଚକ୍ର। ଆମେ ମଣିଷ ଅଛନ୍ତି, ବୁଝିଲ? ଆଜି ତମେ ଏମିତି ଛୋଟ ଥିଲ, ଏଇଟା ଛୋଟ ଅଛ, ପୁଣି ବଡ ହବ, ପୁଣି ବଡ ହେଇଗଲା ପୁଣି ତମ ବାପା ଭଳିଆ ହବ। ବୁଝିପାରିଲ ନା? ଆଜି ତ ଛୋଟ ଅଛ, କାଲି ବଡ ହବ ନା ନାଇଁ? ଚାକିରି କରିବ ନା ନାଇଁ? ଚାକିରି କରିସାରିଲା ପରେ କଣ କରିବ? ଗାଡି କରିବ, ଘର କରିବ, ତାପରେ ପୁଣି ତ ବାପା ମା ଭଳିଆ ହବ, ପୁଣି ତ ପିଲା ହବ, ପୁଣି ସବୁ ଚାଲିବ ନା? ଇଏ ହେଲା ବତକ, ସେ ଇଏ ବତକ ଛୁଆ ହେଲା, ଏଇଟା ହେଲା ଜୀବନ। ତାକୁ କଣ? ଜୀବନ ଚକ୍ର ହେଲା। ପକ୍ଷୀର ଜୀବନ ଚକ୍ର ହେଲା।